ट्राफिक द्वारा जहाँ चित्र होती है दुईटी सरल रेखार छेदर गोटे चारोटी जोड़ होती प्रोटेक्टर तीनोटी कोण समकोण स्थल कोण आम जब बुझा पिला भविष्य भल हो पाए। Welcome to our school level science education. I am the register of class 9 from Brahman High School. Our topic name water use and reuse. किभली भाव आमे जलर व्यवहार एवं पुनर्व्यवहार करिपारिबा। जल होछि एक नितांत गुरुत्वपूर्ण आवश्यक। केही केबे जल बिना बंचि पारिबो कि नाइ ना केबे भी मध्य जल बिना कोनोसी जीव बंचि पारिबो ना। जल को जीवन आख्या को पुरातन काल दिया जलर अवगणता कहले न सरे जल आम जो खाद्य खाऊे खाद्य क्यों वस्तु होगी एक उद्भिद उद्भिद किभली भाव में बढ़ुची तार निजर आलोक शोषण प्रक्रिया द्वारा से निजर खाद्य जोगाऊँच उद्भिद निजर आलोक शोषण प्रक्रिया मुख्य भूमिका ग्रहण करते जल जल बिना जीवन अधूरा जल प्रलय अच्छी जल बहुल सुश्वास जल विहीन जल बहुल अन्य जल विहीन मरुड़ी एवं ए टॉपिक रो उद्देश्य होची आमे किभली भाव में जल विद्युत उत्पन्न कर पारिबा जल कृषि क्षेत्र दे आमे किभली भाव में फसल उत्पादन कर पारिबा एवं तत्वत आमे भोजन रख पारिबा। आजिकाली विद्युत रो मूल्य अधिक बढ़िबा चाहि आमे जदि ए जल को आवश्यकता रो अधिक व्यवहार करिया ताले हम परवर्ती पीढ़ी रे मत या सुधार करिबा। Our school name is Samarabhu. I am reading class 5. Name is Chethan Harinder. ଆମେ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ନୌକରି ମେଣ୍ଟେନ୍ କରିଥାଉ। ଏଥିପାଇଁ ଆମ ମୂଳ ଯେଉଁଟା ଆମ ଆମକୁ ନିଜ କାମ କାର୍ଯ୍ୟ କରି ପଇସା ଆମକୁ ଦେଇଥାଏ ଓ ଏହି ପଇସା ପିଲା ଭଲ ଖାଦ୍ୟ ଖାଇଥାନ୍ତି ଓ ଖରାପ ଖାଦ୍ୟ ବିଭିନ୍ନ ପ୍ରକାର ରୋଗକୁ ସୃଷ୍ଟି କରିଥାଉ। ଯେପରିକି ଆମେ ଏଠାରେ ବିଭିନ୍ନ ନିଜ ଘରର ସଫାକୁ ସଫା ସଫା କରିବା ଏବଂ ପ୍ରତିଦିନ ଯୋଗ କରିବା ଯତ୍ନ ନେବା ଉଚିତ ଆମ ଘରର ଯତ୍ନ ଏବଂ ସାଇକେଲ ଆମ ଖାଇବା ଆମେ ଏଠାରେ କ'ଣ ଖାଇବା ଆମେ ବିଭିନ୍ନ ପ୍ରକାର ଡାଲି ଖାଇବା ବିଭିନ୍ନ ପ୍ରକାର ଫଳ ଖାଇବା ବିଭିନ୍ନ ପ୍ରକାର ପନିପରିବା ଖାଇବା କ୍ଷୀର ଦହି ଛେନା ଖାଇବା ଇତ୍ୟାଦି ଖାଇବା। न्यूक्लियर पावर प्लांट आक्रमण ଏହା ଅର୍ଥ ହେଉଛି ଏକ ପରମାଣୁ ଶକ୍ତି କେନ୍ଦ୍ରର କାର୍ଯ୍ୟକ୍ରମ ଭଳି। ଏଥିରୁ ଆମେ ଜାଣିବା ଯେ ଆମ ଭବିଷ୍ୟତରେ ଶକ୍ତିର ବିନିଯୋଗ କରିବା ନାହିଁ ଏବଂ ଶକ୍ତିର ଅଭାବ ଘଟିପାରେ। ତେଣୁ ଆମେ ଏହି କାର୍ଯ୍ୟକ୍ରମରେ ଏହି ପ୍ରୋଜେକ୍ଟ ଦ୍ୱାରା ଆମେ ଆମର ଯେଉଁ ଆଗାମୀ ଭବିଷ୍ୟତ ପାଇଁ ଆମେ ଶକ୍ତିକୁ ରଖିକି ସାହାଯ୍ୟ କରି ଏଇଟା ହେଉଛି ଆମେ ମଧ୍ୟମ କରିବା ରେଡ୍ ଅପମାନ ଏହା ଦ୍ୱାରା ଏଥିରେ କିଛି ନା କିଛି ପରିମାଣ ସୃଷ୍ଟି ହୋଇଥାଏ। ଏହା ପାରମାଣବିକ କାମ ଚାଲିଥାଏ ଏବଂ ଏଠାରେ ଅଛି ହ୍ରଦ ଆମେ ଏଠି କିଛି ପୋଖରୀ ନାଳ ଚାଲିଥାଏ ହ୍ରଦ ଶୀତଳୀକରଣ ବା ଏଠି ବାଷ୍ପ ଜଳ ଏଠି ବାଷ୍ପିତ ହୋଇ
ଏତେ ମଧ୍ୟ ହୋଇଥାଏ। ଏଥିରେ ଆମେ ଅନେକ ମାନେ ବର୍ଜ୍ୟବସ୍ତୁ ଭାବେ ଆମେ କରୁଛୁ, ଯାହାଦ୍ୱାରା ଆମ ପରିବେଶ ଦୂଷିତ ହୋଇନଥାଏ ଏବଂ ଆମେ କିଛି ଅପରିଷ୍କାର ଜିନିଷ ବା ଯାହାବି ଆମେ ଅଦାଣିଆ ଜିନିଷକୁ ଏକାଠି ନ ପଡ଼ାଇ କିଛି ନା କିଛି କାର୍ଯ୍ୟ କରିବା। ତ ଆମେ ଏଥିରୁ ଜାଣିବା ଯେ ଭବିଷ୍ୟତରେ ଶକ୍ତିକୁ ବିନିଯୋଗ କେମିତି କରି ସେଇଟା ଆମେ ପରିଚାଳନା କରୁଛୁ। ଆଧୁନିକ ଯୁଗରେ ଶିଳ୍ପ ରାଷ୍ଟ୍ରାୟତ୍ତ ବାଣିଜ୍ୟ କାର୍ଯ୍ୟ ପାଇଁ ଶକ୍ତିର ଶେଷ ଆବଶ୍ୟକ ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦାର୍ଥକୁ ବ୍ୟବହାର କରୁଛୁ। ଶକ୍ତିର ଆବଶ୍ୟକତାକୁ ପୂରଣ କରିବା ଯାହାଫଳରେ ବାୟୁ ପ୍ରଦୂଷଣ ଦ୍ୱାରା ଆମେ ବଞ୍ଚିତ ରହିବା। ଏଇଟା ସୋଲାର ପ୍ୟାନେଲରେ ଚାର୍ଜ କରିପାରିବା। ଯାହାଦ୍ୱାରା ଆମେ ଲାଇନ୍ ବଞ୍ଚେଇବା। ବିନା ବାୟୁ ପ୍ରଦୂଷଣରେ ଆମେ ଏଇଭଳିଆ ମଶାର ଚଲେଇପାରିବା। ଆମର ଯେକୌଣସି କରେଣ୍ଟ ଜିନିଷକୁ ବ୍ୟାଟେରୀରେ ସଂରକ୍ଷଣ କରି ରଖିକି ଆମେ ଠିକ୍ ସମୟରେ ବ୍ୟବହାର କରିବା। ଥ୍ୟାଙ୍କ ୟୁ।